ବିଂଶତମ ବାର୍ଷିକ ଉତ୍ସବ ଓ ପୂର୍ଣ୍ଣକୁମ୍ଭ ପତ୍ରିକା ଉନ୍ମୋଚିତ କଟକର ବାଣୀପୀଠ ଶ୍ରୀରାମଚନ୍ଦ୍ର ଭବନରେ ଓଡ଼ିଶା ସାହିତ୍ୟ ଏକାଡେମୀ ଓ ପର୍ବତେଶ୍ୱରୀ ସାହିତ୍ୟ ଓ ସଂସ୍କୃତି ସଂସଦ ମିଳିତ ଆନୁକୂଲ୍ୟରେ ବିଂଶତମ ବାର୍ଷିକ ଉତ୍ସବ ଓ ରାଜ୍ୟସ୍ତରୀୟ ସାରସ୍ୱତ ମିଳନ କବିତା ପାଠୋତ୍ସବ ସାଧାରଣ ସଭା ସମ୍ବର୍ଦ୍ଧନା ଓ ପୂର୍ଣ୍ଣକୁମ୍ଭ ପତ୍ରିକା ଉନ୍ମୋଚନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ପର୍ବରେ ଅତିଥିମାନଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିଲେ ବିଦ୍ୟାଧର ଖଟୁଆ, ସଭାମୁଖ୍ୟ ବ୍ରହ୍ମାନନ୍ଦ ମହାନ୍ତି ଥିବାବେଳେ ସଂଯୋଜନା କରିଥିଲେ ଶ୍ରୀମତୀ ଗୀତାଞ୍ଜଳି ପୃଷ୍ଟି, ଭଗବତୀ ଖଟୁଆ, ମନୋରମା ମହାପାତ୍ର ପ୍ରମୁଖ। କବିତା ପାଠ ଉତ୍ସବରେ କବିମାନଙ୍କୁ ଉତ୍ସାହିତ କରିଥିବାବେଳେ ଧନ୍ୟବାଦ ଅର୍ପଣ କରିଥିଲେ ପ୍ରଫୁଲ୍ଲ ବେହେରା। ଦ୍ୱିତୀୟ ପର୍ବରେ ମଞ୍ଚ ପରିଚାଳନା କରିଥିଲେ ସୌଦାଗର ବେହେରା, ସଭାପତିତ୍ୱ କରିଥିଲେ ଶ୍ରୀଯୁକ୍ତ ବାହାଦୁର ପାଟସାହାଣୀ, ଉଦ୍ଘାଟକ ତଥା ମୁଖ୍ୟ ଅତିଥି ଭାବରେ ଯୋଗଦେଇଥିଲେ ପ୍ରାକ୍ତନ ବାଙ୍କୀ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ। ମୁଖ୍ୟ ବକ୍ତା ଭାରତ ଚରଣ ବେହେରା ଉପସ୍ଥିତ ହୋଇ ଓଡ଼ିଆ ସାହିତ୍ୟ ଓ ସଂସ୍କୃତିର କିପରି ଭାବରେ ଉନ୍ନତି ହେବ ସେ ବିଷୟରେ ବକ୍ତବ୍ୟ ରଖିଥିଲେ। ବିଶିଷ୍ଟ ଅତିଥି ସୌମ୍ୟ ରଞ୍ଜନ ପରିଡ଼ା ଯୋଗଦେଇ କାର୍ଯ୍ୟକ୍ରମକୁ ଆଗେଇ ନେଇ ଯାଇଥିବାବେଳେ ଅତିଥି ପରିଚୟ ଓ ବାର୍ଷିକ ବିବରଣୀ ପାଠ କରିଥିଲେ ବିଦ୍ୟାଧର ଖଟୁଆ। ସାଂସ୍କୃତିକ କାର୍ଯ୍ୟକ୍ରମ ତାଳେ ତାଳେ ପତ୍ରିକା ଉନ୍ମୋଚନ ଓ ବିଶିଷ୍ଟ ବ୍ୟକ୍ତିମାନଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା। ସର୍ବଶେଷରେ ଶ୍ରୀ ବ୍ରହ୍ମାନନ୍ଦ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ।